ରାସ୍ତାରେ ଘନ ଅନ୍ଧକାର ଥିଲା। ପାଖ ଜଙ୍ଗଲରୁ ଜଙ୍ଗଲୀ ପଶୁମାନଙ୍କର କାନ୍ଦିବାର ଶବ୍ଦ ଶୁଣାଯାଉଥିଲା। ବିକ୍ରମ ବସ୍ଷ୍ଟାଣ୍ଡରେ ପଡ଼ିଥିବା ଗୋଟିଏ ପୁରୁଣା ଟେବୁଲ ଉପରେ ନିଜ ଜିନିଷପତ୍ର ସବୁ ରଖି ବସିଥିଲା। ଆଖପାଖରେ ଥିବା ସୁନସାନ ଏବଂ ଅନ୍ଧକାରମୟ ପରିବେଶ ତାକୁ ଡରାଉଥିଲା। ସେ ଠିଆ ହେଲା ଏବଂ ସାମ୍ନାରେ ଥିବା ଚାହା ଦୋକାନ ଆଡ଼କୁ ଗଲା। କିଏ ଅଛ? ଭିତରୁ ଜଣେ ବୁଢ଼ା ଲୋକ ଆଖି ମଳି ମଳି ଆସି ବିକ୍ରମର ମୁହଁ ଉପରେ ତାଙ୍କର ଟର୍ଚ୍ଚ ଲାଇଟ୍ ପକାଇଲେ, ଯେଉଁଥିପାଇଁ ବିକ୍ରମ ତା ମୁହଁ ଆଗରେ ତା ହାତକୁ ନେଇ ଆସିଲା। କିଏ ତମେ? କ'ଣ ଦରକାର? କ'ଣ ଗୋଟେ କପ୍ ଚାହା ମିଳିବ? ମିଳିଯିବ, ସେଇଥିପାଇଁ ତ ଆମେ ଏଇଠି ବସିଛୁ। ବସ୍ କେତେବେଳେ ଆସିବ? ଏପର୍ଯ୍ୟନ୍ତ ତ ଆସିଯିବା କଥା, ଆଜି ଡେରି ହେଇଯିବ ବୋଧେ। ତମକୁ କୁଆଡ଼େ ଯିବାର ଥିଲା କି? ଆଗରେ ମୋର ଗାଁ, ସେଇଠିକି ଯିବାର ଅଛି।